ଗଦାଧରଙ୍କର ବିଦ୍ୟାରମ୍ଭ। ବୟୋବୃଦ୍ଧି ସହିତ ବାଳକ ଗଦାଧରଙ୍କର ଅଦ୍ଭୁତ ମେଧା ଓ ପ୍ରତିଭାର ବିକାଶ ଶ୍ରୀଯୁକ୍ତ କ୍ଷୁଦିରାମ ଏହି କାଳରେ ବିସ୍ମୟ ଓ ଆନନ୍ଦରେ ଅବଲୋକନ କରିଥିଲେ। କାରଣ ଚଞ୍ଚଳ ବାଳକକୁ କୋଳ କରି ସେ ଯେତେବେଳେ ନିଜର ପୂର୍ବପୁରୁଷମାନଙ୍କର ନାମାବଳୀ, ଦେବାଦେବୀଙ୍କର କ୍ଷୁଦ୍ର କ୍ଷୁଦ୍ର ସ୍ତୋତ୍ର ଓ ପ୍ରଣାମ ଆଦି ଅଥବା ରାମାୟଣ ମହାଭାରତର କୌଣସି ବିଚିତ୍ର ଉପାଖ୍ୟାନ ତାଙ୍କୁ ଶୁଣାନ୍ତି, ସେତେବେଳେ ଦେଖୁଥିଲେ ଯେ ଥରେ ମାତ୍ର ଶୁଣି ହିଁ ସେ ଏ ସମସ୍ତର ଅଧିକାଂଶ ଆୟତ୍ତ କରିଅଛି। ପୁଣି ବହୁଦିନ ପରେ ତାଙ୍କୁ ପଚାରି ଦେଖୁଥିଲେ ସେ ଏ ସମସ୍ତ ସମଭାବରେ ଆବୃତ୍ତି କରିବାକୁ ସକ୍ଷମ। ଏହା ସହିତ ସେ ଏ ବିଷୟରେ ମଧ୍ୟ ପରିଚୟ ପାଇଥିଲେ ଯେ ବାଳକର ମନ କେତେଗୁଡ଼ିଏ ବିଷୟକୁ ଯେପରି ଆଗ୍ରହ ସହିତ ଗ୍ରହଣ ଓ ଧାରଣା କରେ, ଅନ୍ୟ କେତେଗୁଡ଼ିଏ ବିଷୟ ପ୍ରତି ସେପରି ଉଦାସୀନ ରହୁଛି। ସହସ୍ର ଚେଷ୍ଟା ସତ୍ତ୍ୱେ ସେସବୁ ପ୍ରତି ତାର ଅନୁରାଗ ସୃଷ୍ଟି ହେଉନାହିଁ। ଗଣିତ ଶାସ୍ତ୍ରର ପଣିକିଆ ପ୍ରଭୃତି ଶିଖାଇବାକୁ ଯାଇ ସେ ଏ ବିଷୟର ଆଭାସ ପାଇ ଭାବିଥିଲେ ଚପଳମତି ବାଳକକୁ ଏତେ କମ୍ ବୟସରେ ଏ ସମସ୍ତ ଶିଖାଇବା ପାଇଁ ପୀଡ଼ନ କରିବାର ଆବଶ୍ୟକତା ନାହିଁ। କିନ୍ତୁ ସେ ଅତ୍ୟଧିକ ଚଞ୍ଚଳ ହେଉଥିବା ଦେଖି ପଞ୍ଚମ ବର୍ଷରେ ହିଁ ସେ ତାଙ୍କର ଯଥାବିଧି ବିଦ୍ୟା ଆରମ୍ଭ କରାଇଦେଲେ ଏବଂ ତାଙ୍କୁ ପାଠଶାଳାକୁ ପଠାଇବାକୁ ଲାଗିଲେ। ବାଳକ ଏଥିରେ ତାର ସମବୟସ୍କ ସଙ୍ଗୀମାନଙ୍କ ସହିତ ପରିଚିତ ହୋଇ ଅତ୍ୟନ୍ତ ସୁଖୀ ହେଲା ଏବଂ ସପ୍ରମ ବ୍ୟବହାରରେ ଖୁବ୍ ଶୀଘ୍ର ସଙ୍ଗୀମାନଙ୍କର ଏବଂ ଶିକ୍ଷକମାନଙ୍କର ଅତ୍ୟନ୍ତ ପ୍ରିୟଭାଜନ ହୋଇ ଉଠିଲା। ଲାହାବାବୁଙ୍କ ପାଠଶାଳା। ଗ୍ରାମର ଜମିଦାର ଲାହାବାବୁଙ୍କର ଘର ସାମ୍ନାରେ ଥିବା ବିସ୍ତୃତ ନାଟମଣ୍ଡପରେ ପାଠଶାଳାର ଅଧିବେଶନ ହେଉଥିଲା ଏବଂ ପ୍ରଧାନତଃ ତାଙ୍କର ବ୍ୟୟରେ ହିଁ ଜଣେ ଗୁରୁଜୀ ନିଯୁକ୍ତ ହୋଇ ତାଙ୍କର ଏବଂ ନିକଟସ୍ଥ ଗୃହସ୍ଥମାନଙ୍କର ବାଳକମାନଙ୍କୁ ଅଧ୍ୟାପନା କରାଉଥିଲେ। ଫଳସ୍ୱରୂପ ପାଠଶାଳାଟି ଲାହାବାବୁମାନେ ହିଁ ଏକ ପ୍ରକାର ପଲ୍ଲୀବାସୀମାନଙ୍କର କଲ୍ୟାଣାର୍ଥେ ପ୍ରତିଷ୍ଠିତ କରିଥିଲେ। ଏହା ଶ୍ରୀଯୁକ୍ତ କ୍ଷୁଦିରାମଙ୍କର ଗୃହର ଅନତି ଦୂରରେ ଅବସ୍ଥିତ ଥିଲା। ସକାଳ ଓ ଅପରାହ୍ନ ଦୁଇବେଳା ପାଠଶାଳା ଖୋଲା ହେଉଥିଲା। ଛାତ୍ରମାନେ ସକାଳେ ଆସି 2-3 ଘଣ୍ଟା ପାଠ ପଢ଼ି ସ୍ନାନ ଓ ଆହାର ନିମନ୍ତେ ଯେ ଯାହାର ଗୃହକୁ ଚାଲି ଯାଉଥିଲେ ଏବଂ ଅପରାହ୍ନ 3-4 ଘଟିକା ସମୟରେ ପୁନରାୟ ସମବେତ ହୋଇ ସନ୍ଧ୍ୟାର ପୂର୍ବ ପର୍ଯ୍ୟନ୍ତ ପାଠାଭ୍ୟାସ କରି ଗୃହକୁ ପ୍ରତ୍ୟାଗମନ କରୁଥିଲେ। ଗଦାଧରଙ୍କ ପରି ଅଳ୍ପ ବୟସ ଛାତ୍ରମାନଙ୍କୁ ଅବଶ୍ୟ ଏତେ ଅଧିକ ସମୟ ପାଠାଭ୍ୟାସ କରିବାକୁ ହେଉନଥିଲା, କିନ୍ତୁ ସେଠାରେ ଉପସ୍ଥିତ ରହିବାକୁ ହେଉଥିଲା। ସୁତରାଂ ପାଠ ସମୟରେ ପାଠ ଅଭ୍ୟାସ କରିସାରିବା ପରେ ସେମାନେ ସେଠାରେ ବସି ରହୁଥିଲେ ଏବଂ କେତେବେଳେ ସାଙ୍ଗସାଥୀମାନଙ୍କ ସହିତ ମିଶି ସେ ସ୍ଥାନ ନିକଟରେ କ୍ରୀଡ଼ା ଖେଳୁଥିଲେ। ପାଠଶାଳାର ପୁରୁଣା ଛାତ୍ରମାନେ ନୂଆ କରି ଆସିଥିବା ଛାତ୍ରମାନଙ୍କୁ ପାଠ ବତାଇ ଦେଉଥିଲେ ଏବଂ ସେମାନେ ପୁରାତନ ପାଠ ପ୍ରତିଦିନ ଅଭ୍ୟାସ କରୁଛନ୍ତି କି ନାହିଁ ତାହାର ତତ୍ତ୍ୱାବଧାନ କରୁଥିଲେ। ଏପରି ଜଣେ ମାତ୍ର ଶିକ୍ଷକ ଥିଲେ ମଧ୍ୟ ପାଠଶାଳାର କାର୍ଯ୍ୟ ସୁଚାରୁ ରୂପେ ଚଳି ଯାଉଥିଲା। ଗଦାଧର ଯେତେବେଳେ ପାଠଶାଳାରେ ପ୍ରଥମେ ପ୍ରବେଶ କଲେ, ସେତେବେଳେ ଶ୍ରୀଯୁକ୍ତ ଯଦୁନାଥ ସରକାର ସେଠାରେ ଶିକ୍ଷକ ରୂପେ ନିଯୁକ୍ତ ଥିଲେ। ଏହାର କିଛିଦିନ ପରେ ସେ ନାନା କାରଣବଶତଃ ଅବସର ଗ୍ରହଣ କଲେ ଏବଂ ତାଙ୍କ ପରେ ଶ୍ରୀଯୁକ୍ତ ରାଜେନ୍ଦ୍ରନାଥ ସରକାର ନାମକ ଜଣେ ବ୍ୟକ୍ତି ପାଠଶାଳାର କାର୍ଯ୍ୟଭାର ଗ୍ରହଣ କଲେ। ବାଳକର ବିଚିତ୍ର ଚରିତ୍ର ସମ୍ବନ୍ଧରେ କ୍ଷୁଦିରାମଙ୍କର ଅଭିଜ୍ଞତା। ବାଳକର ଜନ୍ମ ପୂର୍ବରୁ ତାହାର ମହତ୍ତ୍ୱ ଜୀବନ ପରିଚାରକ ସ୍ୱରୂପ ଶ୍ରୀଯୁକ୍ତ କ୍ଷୁଦିରାମ ଯେଉଁ ସମସ୍ତ ଅଦ୍ଭୁତ ସ୍ୱପ୍ନ ଓ ଦର୍ଶନ ଇତ୍ୟାଦି ଲାଭ କରିଥିଲେ, ସେ ସମସ୍ତ ତାଙ୍କ ମନରେ ଚିରକାଳ ପାଇଁ ଦୃଢ଼ ଭାବରେ ଅଙ୍କିତ ରହିଯାଇଥିଲା। ତେଣୁ ବାଳକ ସୁଲଭ ଚପଳତାର କୌଣସି ଅଶିଷ୍ଟ ଆଚରଣ କରିବା ଦେଖିଲେ ମଧ୍ୟ ସେ ତାହାକୁ ମୃଦୁ ବାକ୍ୟରେ ନିଷେଧ କରିବା ବ୍ୟତୀତ କଠୋର ଭାବରେ ଦମନ କରିବାକୁ ସକ୍ଷମ ହେଉନଥିଲେ। କାରଣ ସମସ୍ତଙ୍କ ପ୍ରିୟ ପାତ୍ର ହୋଇଥିବାରୁ ବା ନିଜର ସ୍ୱଭାବ ଗୁଣ ଯୋଗୁଁ ହେଉ, ତାଠାରେ ସେ ବେଳେବେଳେ ଅନାଶ୍ରବତାର ପରିଚୟ ପାଉଥିଲେ। କିନ୍ତୁ ଏଥିପାଇଁ ଅନ୍ୟ ପିତାମାତାଙ୍କ ପରି ସେ ତାଙ୍କୁ କେବେ ତାଡ଼ନା କରିବା ଦୂରେ ଥାଉ, ବରଂ ସେ ଭାବୁଥିଲେ ତାହା ହିଁ ବାଳକକୁ ଭବିଷ୍ୟତରେ ବିଶେଷରୂପେ ଉନ୍ନତ କରାଇବ। ଏପରି ଭାବିବାର ଯଥେଷ୍ଟ କାରଣ ମଧ୍ୟ ଥିଲା। କାରଣ ସେ ଲକ୍ଷ୍ୟ କରିଥିଲେ ଚଞ୍ଚଳ ବାଳକ ବେଳେବେଳେ ପାଠଶାଳା ନ ଯାଇ ସାଙ୍ଗମାନଙ୍କ ସହିତ ଗ୍ରାମ ବାହାରେ କ୍ରୀଡ଼ାରତ ରହିଲେ ମଧ୍ୟ ଅଥବା କାହାକୁ କିଛି ନ କହି ନିକଟବର୍ତ୍ତୀ କୌଣସି ସ୍ଥାନରେ ଯାତ୍ରା ଶୁଣିବାକୁ ଗଲେ ମଧ୍ୟ ଯେତେବେଳେ ଯାହା କରିବାକୁ ଚାହୁଁଥିଲେ ତାହା ନ କରି କ୍ଷାନ୍ତ ହେଉନଥିଲେ। ମିଥ୍ୟାର ଆଶ୍ରୟ ନେଇ ନିଜକୃତ କୌଣସି କର୍ମ କେବେ ଲୁଚାଇବାର ଚେଷ୍ଟା କରୁନଥିଲେ ଏବଂ ସର୍ବୋପରି ତାଙ୍କର ପ୍ରେମିକ ହୃଦୟ କଦାପି କାହାର ଅନିଷ୍ଟ ସାଧନ କରିବାକୁ ପ୍ରବୃତ୍ତ ହେଉନଥିଲା। ଏପରି ହେଲେ ମଧ୍ୟ ଗୋଟିଏ ବିଷୟ ପାଇଁ କ୍ଷୁଦିରାମ କିଛିଟା ଚିନ୍ତିତ ରହୁଥିଲେ। ସେ ଦେଖୁଥିଲେ ଯେ ବାଳକର ହୃଦୟସ୍ପର୍ଶ କରେ ଏପରି ଭାବରେ କୌଣସି କଥା କହି ନ ପାରିଲେ, ଏହା ବିଧି ବା ନିଷେଧ ଯାହା ହେଉ ନା କାହିଁକି, ବାଳକ କୌଣସି ପ୍ରକାରେ ତାହା ଗ୍ରହଣ କରିବା ଦୂରେ ଥାଉ ସର୍ବଦା ତାହାର ବିପରୀତ ଆଚରଣ କରିଥାଏ ଏବଂ ଏହା ତାହାର ସମସ୍ତ ବିଷୟର କାରଣ ଜାଣିବାର ପରିଚାରକ ହେଲେ ମଧ୍ୟ ସଂସାରରେ ସର୍ବତ୍ର ବିପରୀତ ରୀତିର ଅନୁଷ୍ଠାନ ଦେଖି ସେ ଭାବୁଥିଲେ କେହି ହେଲେ ବାଳକକୁ ସେହି ପ୍ରକାର ସମସ୍ତ ବିଷୟର କାରଣ ବତାଇ ତାହାର କୌତୂହଳ ପରିତୃପ୍ତ କରିବ ନାହିଁ ଏବଂ ସେଥିନିମିତ୍ତ ଅନେକ ସମୟରେ ସେ ସଦ୍ବିଧି ସକଳ ମାନ୍ୟ ନ କରି ଚାଲିବାର ସମ୍ଭାବନା ରହିଛି। ଏହି ସମୟରେ ଗୋଟିଏ ଛୋଟ ଘଟଣାରେ ଶ୍ରୀଯୁକ୍ତ କ୍ଷୁଦିରାମଙ୍କ ବାଳକ ମନରେ ଏପରି ପ୍ରକୃତି ବୁଝି
ତାକୁ ସତର୍କ ଭାବରେ ଶିକ୍ଷା ପ୍ରଦାନ କରିବାକୁ ଆରମ୍ଭ କରିଥିଲେ। ଘଟଣାଟି ଏହିପରି। ଉକ୍ତ ବିଷୟକ ଘଟଣା। ଶ୍ରୀଯୁକ୍ତ କ୍ଷୁଦିରାମଙ୍କ ଘର ପାଖରେ ହାଲଦାର ପୋଖରୀ ନାମକ ଏକ ବୃହତ୍ ପୁଷ୍କରିଣୀ ଥିଲା। ଗ୍ରାମର ସମସ୍ତ ଲୋକ ଏହାର ସ୍ୱଚ୍ଛ ଜଳରେ ସ୍ନାନ, ପାନ ଓ ରନ୍ଧନ ଇତ୍ୟାଦି କାର୍ଯ୍ୟ କରୁଥିଲେ। ଗାଧୋଇବା ପାଇଁ ମହିଳା ଓ ପୁରୁଷମାନଙ୍କ ନିମିତ୍ତ ଦୁଇଟି ପୃଥକ୍ ଘାଟ ଥିଲା। ଗଦାଧର ପରି କିଶୋର ବୟସ୍କ ପିଲାମାନେ ସ୍ନାନାର୍ଥେ ମହିଳାମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଘାଟକୁ ଅନେକ ସମୟରେ ଯାଉଥିଲେ। 2-4 ଜଣ ସମବୟସ୍କ ପିଲାଙ୍କ ସହିତ ଗଦାଧର ଦିନେ ଉକ୍ତ ଘାଟରେ ସ୍ନାନ କରିବାକୁ ଆସି ଜଳରେ ଲମ୍ଫ ଦେଇ ସନ୍ତରଣ କରିବା ଦ୍ୱାରା ବିଷମ ଗଣ୍ଡଗୋଳ ଆରମ୍ଭ କଲେ। ଏହାଦ୍ୱାରା ସ୍ନାନ ପାଇଁ ଆସିଥିବା ମହିଳାମାନଙ୍କର ଅସୁବିଧା ହେଲା। ସନ୍ଧ୍ୟା ଆରମ୍ଭ କରୁଥିବା ବୟସ୍କମାନଙ୍କ ଉପରେ ପାଣି ଛିଟା ପଡ଼ିବା ଠିକ୍ ନୁହେଁ ବୋଲି ସେମାନେ ଯେତେ ବାରଣ କଲେ ମଧ୍ୟ ବାଳକମାନଙ୍କୁ ଶାନ୍ତ କରାଇ ପାରିଲେ ନାହିଁ। ସେମାନଙ୍କ ମଧ୍ୟରୁ ଜଣେ ବିରକ୍ତ ହୋଇ ସେମାନଙ୍କୁ ତିରସ୍କାର କରି କହିଲେ, ତୁମେ ପୁରୁଷମାନଙ୍କ ନିମିତ୍ତ ନିର୍ଦ୍ଦିଷ୍ଟ ଘାଟକୁ ନ ଯାଇ ଏଠାକୁ କାହିଁକି ଆସିଛ? ଏହି ଘାଟରେ ମହିଳାମାନେ ସ୍ନାନ ପରେ ସେମାନଙ୍କର ପରିଧେୟ ବସନ ଆଦି ଧୌତ କରନ୍ତି। ଜାଣିନାହଁ ସ୍ତ୍ରୀ ଲୋକମାନଙ୍କୁ ନଗ୍ନ ଅବସ୍ଥାରେ ଦେଖିବା ଅନୁଚିତ? ଗଦାଧର ତାଙ୍କୁ ପଚାରିଲେ, କାହିଁକି ଦେଖିବା ଅନୁଚିତ? ସେଥିରେ ସେ ବାଳକ ବୁଝିପାରିବ ଏପରି କୌଣସି କାରଣ ନିର୍ଦ୍ଦେଶ ନ କରି ତାକୁ ଅଧିକतर ତିରସ୍କାର କରିବାକୁ ଲାଗିଲେ। ସେମାନେ ବିରକ୍ତ ହୋଇଛନ୍ତି ଏବଂ ଗୃହରେ ପିତାମାତାଙ୍କୁ କହିଦେବେ ଏକଥା ମନେ ମନେ ଅନ୍ୟ ପ୍ରକାର ସଂକଳ୍ପ କଲେ। 2-3 ଦିନ ରମଣୀମାନଙ୍କର ସ୍ନାନ ସମୟରେ ପୋଖରୀ ଚୂଡ଼ାରେ ଥିବା ଗଛ ଆଢ଼ୁଆଳରେ ଲୁକାୟିତ ରହି ସେମାନଙ୍କୁ ଲକ୍ଷ୍ୟ କରିବାକୁ ଲାଗିଲେ। ଅନନ୍ତର ପୂର୍ବୋକ୍ତ ରମଣୀଙ୍କ ସହିତ ସାକ୍ଷାତ ହେବାରୁ ତାଙ୍କୁ କହିଲେ, ପରଦିନ 4 ଜଣ ରମଣୀଙ୍କୁ ଗତକାଲି 6 ଜଣ ଏବଂ ଆଜି 8 ଜଣ ରମଣୀଙ୍କୁ ସ୍ନାନ ସମୟରେ ଦେଖିଛି। କାହିଁ ମୋର ତ କିଛି ହେଲା ନାହିଁ। ବୟସ୍କା ସ୍ତ୍ରୀଲୋକଟି ଶ୍ରୀମତୀ ଚନ୍ଦ୍ରାଦେବୀଙ୍କ ନିକଟରେ ହସି ହସି ଏକଥା କହିଲେ। ଶ୍ରୀମତୀ ଚନ୍ଦ୍ରା ଅବସର କାଳରେ ଗଦାଧରଙ୍କୁ ନିକଟରେ ପାଇ ମିଷ୍ଟ ବାକ୍ୟରେ ବୁଝାଇ କହିଲେ, ଏମିତି କଲେ ତୋର କିଛି ହୁଏ ନାହିଁ, କିନ୍ତୁ ସ୍ତ୍ରୀ ଲୋକମାନେ ନିଜକୁ ବିଶେଷ ଅପମାନିତ ମନେ କରନ୍ତି। ସେମାନେ ମୋ ପରି। ସେମାନଙ୍କୁ ଅପମାନ କଲେ ମୋତେ ହିଁ ଅପମାନ କରିବା ହେବ। ଅତଏବ କେବେ ସେମାନଙ୍କ ସମ୍ମାନ ହାନି କରିବୁ ନାହିଁ। ସେମାନଙ୍କର ମୋ ମନରେ ଏପରି କଷ୍ଟ ଦେବା କ'ଣ ଭଲ? ଗଦାଧର ଏକଥା ବୁଝିପାରି ସେହିଦିନଠାରୁ ଆଉ ଏପରି ଆଚରଣ କରି ନ ଥିଲେ। ଗଦାଧରଙ୍କ ଶିକ୍ଷାର ଉନ୍ନତି ଓ ପ୍ରସାର। ସେ ଯାହା ହେଉ ପାଠଶାଳା ଯାଇ ଗଦାଧରଙ୍କର ଶିକ୍ଷା କିଛି ମନ୍ଦ ଅଗ୍ରସର ହେଉ ନ ଥିଲା। ସେ ଅଳ୍ପ ସମୟ ମଧ୍ୟରେ ସାମାନ୍ୟ ଭାବରେ ପଢ଼ିବାକୁ ଓ ଲେଖିବାକୁ ସମର୍ଥ ହେଲେ, କିନ୍ତୁ ଗଣିତ ଉପରେ ସବୁ ସମୟରେ ବୀତସ୍ପୃହ ହେଲେ। ଅନ୍ୟ ଦିଗରେ ବାଳକଟିର ଅନୁକରଣ ଓ ଉଦ୍ଭାବନୀ ଶକ୍ତି ଦିନକୁ ଦିନ ବିଭିନ୍ନ ନୂତନ ଦିଗରେ ପ୍ରସାରିତ ହେବାକୁ ଲାଗିଲା। ଗ୍ରାମର କୁମ୍ଭାରମାନଙ୍କୁ ଦେବାଦେବୀଙ୍କ ମୂର୍ତ୍ତି ଗଠନ କରିବାକୁ ଦେଖି ବାଳକ ସେମାନଙ୍କ ନିକଟକୁ ଯାତାୟାତ ଓ ଜିଜ୍ଞାସା କରି ଗୃହରେ ଏହି ବିଦ୍ୟା ଆରମ୍ଭ କରିବାକୁ ଲାଗିଲେ ଏବଂ ତାହା ଏକ କ୍ରୀଡ଼ା ମାଧ୍ୟମରେ ପରିଣତ ହେଲା। ପଟ୍ଟଚିତ୍ର ଆଙ୍କୁଥିବା ବ୍ୟବସାୟୀମାନଙ୍କ ସହିତ ମିଶି ସେ ମଧ୍ୟ ସେପରି ଚିତ୍ର ଅଙ୍କନ ଆରମ୍ଭ କଲେ। ଗ୍ରାମରେ କେଉଁଠି ପୁରାଣ କଥା ଅଥବା ଯାତ୍ରା ଗାନ ହେଉଥିଲେ ସେଠାକୁ ଯାଇ ଶାସ୍ତ୍ର ଉପାଖ୍ୟାନ ସମସ୍ତଙ୍କୁ ଶିଖିବାକୁ ଲାଗିଲେ ଏବଂ ଶ୍ରୋତାମଣ୍ଡଳୀଙ୍କ ନିକଟରେ କିପରି ଭାବରେ ପ୍ରକାଶ କଲେ ସେମାନଙ୍କର ପ୍ରୀତିକର ହେବ ତାହା ସେ ତନ୍ନ କରି ଲକ୍ଷ୍ୟ କରିବାକୁ ଲାଗିଲେ। ବାଳକଟିର ଅପୂର୍ବ ସ୍ମୃତି ଓ ମେଧା ତାକୁ ଏ ସମସ୍ତ ବିଷୟରେ ବିଶେଷ ସହାୟକ ହେଲା। ଆହୁରି ମଧ୍ୟ ସଦା ପ୍ରଫୁଲ୍ଲିତ ବାଳକଟିର ରଙ୍ଗରସପ୍ରିୟତା ତାହାର ଅଦ୍ଭୁତ ଅନୁକରଣ ଶକ୍ତି ଦ୍ୱାରା ପ୍ରବୃତ୍ତ ହୋଇ ଏକ ଦିଗରେ ଯେପରି ତାକୁ ନରନାରୀଙ୍କ ବିଶେଷ ଭାବଭଙ୍ଗୀ ଅଭିନୟ କରିବାକୁ ଏ ବୟସରୁ ପ୍ରବୃତ୍ତ କଲା, ଅନ୍ୟ ଦିଗରେ ସେପରି ତାହାର ମନ, ସ୍ୱାଭାବିକ ସରଳତା ଓ ଦେବଭକ୍ତି ପିତାମାତାଙ୍କ ଦୈନନ୍ଦିନ ଅନୁଷ୍ଠାନ ସମୂହର ଦୃଷ୍ଟାନ୍ତରେ ଦ୍ରୁତପଦରେ ଉନ୍ନତି ପଥରେ ଅଗ୍ରସର ହେବାକୁ ଲାଗିଲା। ବାଳକ ବୟଃପ୍ରାପ୍ତି ହୋଇ ଚିରଜୀବନ ଏକଥା ଯେପରି କୃତଜ୍ଞତାରେ ସ୍ମରଣ ଓ ସ୍ୱୀକାର କରିଅଛି, ସେ ସମସ୍ତ ଦକ୍ଷିଣେଶ୍ୱରଠାରେ ଆମ ନିକଟରେ ପ୍ରକାଶିତ କଥାଗୁଡ଼ିକରୁ ପାଠକମାନେ ଜାଣିପାରିବେ। ମା'ର ମୂର୍ତ୍ତିମତୀ ସରଳତା ସ୍ୱରୂପ ଥିଲେ। ସଂସାରର କୌଣସି ବିଷୟ ବୁଝୁ ନ ଥିଲେ। ଟଙ୍କା ପଇସା ଗଣି ପାରୁ ନ ଥିଲେ। କାହାକୁ କେଉଁ କଥା କୁହାଯାଏ ନାହିଁ ଏହା ଜାଣି ନ ପାରି ନିଜ ଅନ୍ତରର କଥା ସମସ୍ତଙ୍କୁ କହିଦେଉଥିଲେ। ସେଥିପାଇଁ ସମସ୍ତେ ତାକୁ ବାଲୁରୀ ବୋଲି କହୁଥିଲେ। ସେ ସମସ୍ତଙ୍କୁ ଖୁଆଇବାକୁ ଖୁବ୍ ଭଲ ପାଉଥିଲେ। ମୋର ଜନକ କେବେ ହେଲେ ଶୂଦ୍ରଙ୍କଠାରୁ ଦାନ ଗ୍ରହଣ କରିନାହାନ୍ତି। ପୂଜା, ଜପ, ଧ୍ୟାନରେ ବହୁତ ସମୟ ବିତାଇଥାନ୍ତି। ପ୍ରତିଦିନ ସନ୍ଧ୍ୟା କରିବା ସମୟରେ ଆଇ ଆଇ ବରଦେ ଦେବୀ ଇତ୍ୟାଦି ଗାୟତ୍ରୀର ଆବାହନ ଉଚ୍ଚାରଣ କରୁ କରୁ ତାଙ୍କର ବକ୍ଷସ୍ଥଳ ସ୍ଫୀତ ଓ ରକ୍ତିମ ହୋଇ ଉଠୁଥିଲା ଏବଂ ନୟନରୁ ଅଶ୍ରୁଧାରା ବୋହି ଯାଉଥିଲା। ପୁଣି ପୂଜା ସମୟ ବ୍ୟତୀତ ସେ ରଘୁବୀରଙ୍କୁ ସଜାଇବା ପାଇଁ ଛୁଞ୍ଚି ସୂତା ନେଇ ଫୁଲମାଳ ଗୁନ୍ଥିବାରେ ସମୟ ଅତିବାହିତ କରୁଥିଲେ। ମିଥ୍ୟା ସାକ୍ଷୀ ଦେବାର ଭୟରେ ସେ ପୈତୃକ ଭିଟାମାଟି ତ୍ୟାଗ କରିଥିଲେ। ଗ୍ରାମବାସୀ ତାଙ୍କୁ ଋଷି ଜ୍ଞାନରେ ଶ୍ରଦ୍ଧା ଓ ଭକ୍ତି କରୁଥିଲେ। ବାଳକର ସାହସ।
ଦିନକୁ ଦିନ ଗଦାଧରଙ୍କଠାରୁ ଅସୀମ ସାହସର ପରିଚୟ ମଧ୍ୟ ମିଳିବାକୁ ଲାଗିଲା। ବୟସ୍କ ବ୍ୟକ୍ତିମାନେ ମଧ୍ୟ ଯେଉଁଠାରେ ଭୂତପ୍ରେତ ଇତ୍ୟାଦି ଭୟରେ ଡରି ଥରହର ହେଉଥିଲେ, ସେ ସେଠାକୁ ନିର୍ଭୟରେ ଯାଉଥିଲେ। ତାଙ୍କର ପିଉସୀ ଶ୍ରୀମତୀ ରାମଶିଳାଙ୍କଠାରେ ବେଳେବେଳେ ଶୀତଳାଦେବୀଙ୍କର ଭାବାବେଶ ହେଉଥିଲା। ଏ ସମୟରେ ସେ ଏକ ଭିନ୍ନ ମଣିଷ ପରି ହୋଇଯାଉଥିଲେ। କାମରପୁକୁରରେ ଭାଇଙ୍କ ଘରେ ଥିଲାବେଳେ ଦିନେ ତାଙ୍କର ହଠାତ୍ ଏପରି ଭାବାନ୍ତର ଉପସ୍ଥିତ ହୋଇ ପରିବାରର ସମସ୍ତଙ୍କ ମନରେ ଭୟ ଓ ଭକ୍ତିର ଉଦୟ କରିଥିଲା। ତାଙ୍କର ଏ ଅବସ୍ଥା ସଦାସହିତ ଦେଖିଲେ ମଧ୍ୟ ଗଦାଧର ଆଦୌ ଶଙ୍କିତ ହେଲେ ନାହିଁ। ସେ ତାଙ୍କ ନିକଟରେ ରହି ତନ୍ନ ତନ୍ନ କରି ତାଙ୍କର ଭାବାନ୍ତର ଲକ୍ଷ୍ୟ କରି ପରେ କହିଥିଲେ, ପିଉସୀ ମାଙ୍କ ଦେହରେ ଯିଏ ଅଛି, ସେ ଯଦି ମୋ ଦେହରେ ବସନ୍ତା ଭଲ ହୁଅନ୍ତା। ଗଦାଧରଙ୍କ ଅନ୍ୟମାନଙ୍କ ସହିତ ମିଶି ପାରିବାର ଶକ୍ତି। କାମରପୁକୁର ଅର୍ଦ୍ଧକ୍ରୋଶ ଉତ୍ତରରେ ଅବସ୍ଥିତ ଭୂରଶୋଭା ଗ୍ରାମର ବିଶିଷ୍ଟ ଦାତା ଓ ଉକ୍ତ ଜମିଦାର ମାଣିକରାଜାଙ୍କ କଥା ଏହା ପୂର୍ବରୁ ଉଲ୍ଲେଖ ହୋଇଅଛି। ଶ୍ରୀଯୁକ୍ତ କ୍ଷୁଦିରାମଙ୍କ ଧର୍ମପ୍ରଣତରେ ଆକୃଷ୍ଟ ହୋଇ ସେ ତାଙ୍କ ସହିତ ବିଶେଷ ସୌହାର୍ଦ୍ଦ୍ୟ ସୂତ୍ରରେ ବାନ୍ଧି ହୋଇ ଯାଇଥିଲେ। 6 ବର୍ଷର ବାଳକ ଗଦାଧର ପିତାଙ୍କ ସହିତ ଦିନେ ମାଣିକରାଜାଙ୍କ ଘରକୁ ଯାଇ ସେଠାରେ ସମସ୍ତଙ୍କ ପ୍ରତି ଏପରି ଚିରପରିଚିତ ନିଃସଙ୍କୋଚ ଓ ମଧୁର ବ୍ୟବହାର କରିଥିଲେ ଯେ ସେଦିନଠାରୁ ସେ ସେମାନଙ୍କର ପ୍ରିୟ ହୋଇ ଉଠିଥିଲେ। ମାଣିକରାଜାଙ୍କର ଭ୍ରାତା ଶ୍ରୀଯୁକ୍ତ ରାମରାଜ ବନ୍ଦ୍ୟୋପାଧ୍ୟାୟ ସେଦିନ ବାଳକକୁ ଦେଖି ମୁଗ୍ଧ ହୋଇ ଶ୍ରୀଯୁକ୍ତ କ୍ଷୁଦିରାମଙ୍କୁ କହିଥିଲେ, ସଖା, ତୁମର ଏହି ପୁତ୍ରଟି ସାମାନ୍ୟ ନୁହେଁ। ଏଠାରେ ଦେବ ଅଂଶ ବିଶେଷ ଭାବରେ ବିଦ୍ୟମାନ ଥିବା ଜଣାପଡ଼ୁଛି। ତୁମେ ପୁଣି ଯେବେ ଆସିବ ଏହାକୁ ସାଙ୍ଗରେ ଆଣିବ, କାରଣ ତାକୁ ଦେଖିଲେ ପରମ ଆନନ୍ଦ ଜାତ ହେଉଛି। ଏହାପରେ ଶ୍ରୀଯୁକ୍ତ କ୍ଷୁଦିରାମ ବିଭିନ୍ନ କାରଣବଶତଃ ତାଙ୍କ ଘରକୁ କିଛିଦିନ ଧରି ଯାଇପାରି ନଥିଲେ। ମାଣିକରାଜା ନିଜ ପରିବାରର ଜଣେ ରମଣୀକୁ ପଠାଇ ଗଦାଧର ଯଦି ସୁସ୍ଥ ଥାଏ ତ କିଛି ସମୟ ପାଇଁ ଭୂରୁସେବକୁ ନେବା ପାଇଁ କହିଥିଲେ। ଗଦାଧର ପିତାଙ୍କର ଅନୁମତି ନେଇ ମହାଆନନ୍ଦରେ ଉକ୍ତ ରମଣୀଙ୍କ ସହିତ ଭୂରୁସେବ ଗଲେ ଏବଂ ସମସ୍ତ ଦିବସ ସେଠାରେ କଟାଇ ସନ୍ଧ୍ୟା ସୁଦ୍ଧା ନାନାବିଧ ମିଷ୍ଟାନ୍ନ ଏବଂ କିଛି ଅଳଙ୍କାର